Hello everyone, welcome to Progyan classes. So recently ଆପଣ ମାନେ ଜାଣିଥିବେ ଆର୍ଥକ୍ୱେକ୍ ହେଇଯାଇଛି ମିଆଁମାରରେ 7.7 ମ୍ୟାଗ୍ନିଟ୍ୟୁଡ଼ର ଯେଉଁଥିରେ କି ହଜାରରୁ ଅଧିକ ଲୋକ ମୃତ ଅଲରେଡ଼ି ହେଇସାରିଛନ୍ତି ଆଉ ଆହୁରି ଅଧିକ ଲୋକ ନିଖୋଜ ବି ଅଛନ୍ତି। ତା ସହିତ ୟୁଏସ୍ ପ୍ରେଡିକ୍ସନ୍ କରୁଛି ଯେ ଆଗାମୀ କିଛି ଦିନ ମଧ୍ୟରେ 10,000ରୁ ଅଧିକ ଲୋକ ମରିବାର ଚାନ୍ସେସ୍ ଅଛି। ତ ଚାଲନ୍ତୁ ଜାଣିବା ଡିଟେଲରେ କ'ଣ ରହୁଛି ନ୍ୟୁଜ୍। ତ ସାଧାରଣତଃ କ'ଣ ହେଇଛି ନା ଗୋଟେ 7.7 ମ୍ୟାଗ୍ନିଟ୍ୟୁଡ଼ର ଆର୍ଥକ୍ୱେକ୍ ଷ୍ଟ୍ରକ୍ କରିଛି କେଉଁଠି ନା ସେଣ୍ଟ୍ରାଲ ମିଆଁମାର ରିଜିଅନ୍ରେ। ମାନେ ପାର୍ଟିକୁଲାର ଯଦି କହିବା କେଉଁ ଜାଗାରେ ନା ସେଟା ହେଉଛି ମଣ୍ଡାଲୟ ରିଜନ୍ରେ। ଏଇ ରିଜନ୍ରେ ସେଟା ହେଇଛି କେବେ ନା 28 ତାରିଖରେ ହେଇଛି, ଜଷ୍ଟ 28 ମାର୍ଚ୍ଚରେ। ତ ଏଥିରେ କ'ଣ କ୍ଷୟକ୍ଷତି ହେଇଛି ନା ମିଆଁମାରରେ କେବଳ 1,000ରୁ ଅଧିକ ଲୋକ ଅଲରେଡ଼ି ଡେଥ୍ ବୋଲି ଘୋଷଣା କରିଦିଆହେଇଛି। ତା ସହିତ 2,000ରୁ ଅଧିକା ଲୋକ ମାନେ ଦବିକି ରହିଛନ୍ତି ମାନେ ଜଣାପଡ଼ୁଛି ଏବଂ 2,300 ପାଖାପାଖି ଲୋକ ଇଞ୍ଜର ବି ଅଛନ୍ତି। ଓକେ, ତ ସାଧାରଣତଃ ଯଦି ଆମେ ଦେଖିବା ମିଆଁମାରଟା ଆମର କ'ଣ କାହା କାହା ସହିତ ତାର ବର୍ଡ଼ର ଅଛି ଯଦି ଆପଣମାନେ ଦେଖତେ ଚାହିଁବେ ତାହେଲେ ଏଠି ଦେଖନ୍ତୁ ଇଏ ହେଉଛି ଏଠି ଆମର ରହିଲା ମିଆଁମାର। ସେ ଇଣ୍ଡିଆ ସହିତ ବର୍ଡ଼ର କରିଛି, ଚାଇନା ସହିତ ବର୍ଡ଼ର କରିଛି, ତା ସହିତ ଏଠି ଲାଓସ୍ ସହିତ ବର୍ଡ଼ର କରିଛି ଆଉ ଥାଇଲାଣ୍ଡ ସହିତ ବର୍ଡ଼ର କରିଛି। ତ ଆର୍ଥକ୍ୱେକ୍ଟା ଯେ ମିଆଁମାରରେ ଘଟିତ ହେଲା ବା ଗଠନ ହେଲା ଆ ଦ୍ୱାରା ପଡ଼ୋଶୀ ରାଷ୍ଟ୍ର କିଭଳି ଭାବରେ ଇଫେକ୍ଟ ପଡ଼ୁଛନ୍ତି। ତ ଯଦି ଆମେ କହିବା ତାହେଲେ ଥାଇଲାଣ୍ଡରେ ବି ଏଠି ଆର୍ଥକ୍ୱେକ୍ର ପ୍ରଭାବ ଦେଖାଯାଇଛି ଯେଉଁଥିରେ କି 10ରୁ ଅଧିକ ଲୋକ ମୃତ ହୋଇଛନ୍ତି। ଆଉ ଚାଇନାର ୟୁଆନ୍ ରିଜନ୍ରେ ବି ସେଠି ବି ମାନେ ଆର୍ଥକ୍ୱେକ୍ର ପ୍ରଭାବ ଦେଖାଯାଇଛି, ବାକି ସେଠି ଏତେ କାଜୁଆଲିଟି ନାହିଁ। ଓକେ, ତ ବେଶୀ କ୍ଷୟକ୍ଷତି କେଉଁଠି ହେଇଗଲା ନା ମିଆଁମାରରେ ହେଲା। କ'ଣ ପାଇଁ ହେଲା ସେଟା ବି ଆମେ ଦେଖିବା। ଓକେ, ତ ମିଆଁମାରର ଯେଉଁ ମଣ୍ଡାଲୟ ରିଜନ୍ରେ ଆର୍ଥକ୍ୱେକ୍ ହେଇଛି ଆଉ ସବୁଠୁ ଅଧିକ କ୍ଷୟକ୍ଷତି ହେଇଛି କ'ଣ ପାଇଁ ନା ସେଠିକାର ଯେଉଁ ବିଲ୍ଡିଂ ଗୁଡ଼ା ଅଛି ବା ବ୍ରିଜେସ୍ ଅଛି ବା ଡ୍ୟାମ୍ସ ଅଛି ସେଗୁଡ଼ା ସବୁ ଏତେ ଆଡ଼ଭାନ୍ସ ନୁହେଁ, ବହୁତ ପୁରୁଣା କାଳିଆ ମଡ଼େଲରେ ସେଗୁଡ଼ା ତିଆରି ହେଇଥିଲା। ଆଉ ଆର୍ଥକ୍ୱେକ୍ ରେଜିଷ୍ଟାନ୍ସ ବି ନୁହେଁ ସେ ସବୁ ଇନଫ୍ରାଷ୍ଟ୍ରକ୍ଚର ଗୁଡ଼ା, ଯେଉଁଥିପାଇଁ କି ଗୋଟେ 7.7 ମ୍ୟାଗ୍ନିଟ୍ୟୁଡ଼ର ଆର୍ଥକ୍ୱେକ୍ ସେ ସବୁକୁ ବ୍ରେକ୍ କରିଦେଇଛି। ବାକି ସେଇ କମ୍ପାରିଜନରେ ଯଦି ଆପଣ କରିବେ ଥାଇଲାଣ୍ଡ କଥା ଦେଖିବେ କିମ୍ବା ଚାଇନା କଥା ଦେଖିବେ ତାହେଲେ ସେଠି କ'ଣ ହେଉଛି ନା ଚାଇନା ଆଉ ଥାଇଲାଣ୍ଡରେ ତାଙ୍କ ଇନଫ୍ରାଷ୍ଟ୍ରକ୍ଚର ବହୁତ ଡେଭଲପ୍ ଅଛି। ଓକେ, ଆର୍ଥକ୍ୱେକ୍ ରେଜିଷ୍ଟାନ୍ସ ବି ଅଛି, ଦ୍ୟାଟ୍ସ ୱାଇ ସେଠି ଏତେ କ୍ଷୟକ୍ଷତିଟା ହେଲା ନାହିଁ ଇନ୍ କମ୍ପେୟାର ଟୁ ମିଆଁମାର। ଓକେ, ନେକ୍ସଟ ଯଦି ଆମେ କହିବା ତାହେଲେ ଆଉ ଇଫେକ୍ଟ କ'ଣ ପକେଇଛି ନା ଯେହେତୁ ଏତେ ସାରା କ୍ଷୟକ୍ଷତି ହେଇଯାଇଛି ମିଆଁମାରରେ ସେଥିପାଇଁ ସେଠି ଷ୍ଟେଟ୍ ଏମର୍ଜେନ୍ସି ଡିକ୍ଲେୟାର କରିଦିଆହେଇଛି। ଆଉ କିଏ ଡିକ୍ଲେୟାର କରିଛି ନା ଆପଣମାନେ ଜାଣିଥିବେ ସେଠି ଏବେ ମିଲିଟାରୀ ରୁଲ୍ ଚାଲିଛି ଜୁନ୍ତାର, ତ ସେଇମାନେ ହିଁ ଡିକ୍ଲେୟାର କରିଦେଇଛନ୍ତି। ଓକେ, ତା ସହିତ ସେମାନେ ଇଣ୍ଟରନ୍ୟାସନାଲ ଆସିଷ୍ଟାନ୍ସ ମାନେ ଇଣ୍ଟରନ୍ୟାସନାଲ ଲେବୁଲରେ ହେଲ୍ପ ସେମାନେ ମାଗିଛନ୍ତି ଯେ ଆମ ଦେଶରେ ଏତେ କ୍ଷୟକ୍ଷତି ହେଇଗଲାଣି ଆମକୁ ସାହାଯ୍ୟ କର। ଓକେ, ଏବଂ ତାଙ୍କର ଅନୁରୋଧକୁ ରକ୍ଷା କରି ଆମ ଇଣ୍ଡିଆ ଲଞ୍ଚ କରିଛି କ'ଣ ନା ଅପରେସନ୍ ବ୍ରହ୍ମା। ଓକେ, ତ ଅପରେସନ୍ ବ୍ରହ୍ମା ଇଣ୍ଡିଆ ଲଞ୍ଚ କରିଛି ଯେଉଁଥିରେ କ'ଣ ହେବ ନା ସବୁ ହ୍ୟୁମାନିଟେରିଆନ୍ ଏଡ୍ ଆଉ ରିଲିଫ୍ ସପ୍ଲାଏ ସବୁ ଦିଆଯିବ ସେଇ ସବୁ ଏଫେକ୍ଟେଡ୍ ରିଜନ୍। ଓକେ, ଯେଉଁ ମଣ୍ଡାଲୟର ଏଫେକ୍ଟେଡ୍ ରିଜନ୍ ଯେତିକି ଅଛି ସେ ସବୁ ଜାଗାକୁ ସବୁ ରିଲିଫ୍ ହଉ ମାନେ ଫୁଡ୍ସ ହଉ କିମ୍ବା ମେଡ଼ିସିନ ହଉ ସବୁ କିଛି ଇଣ୍ଡିଆ ସେଗୁଡ଼ା ପ୍ରୋଭାଇଡ଼ କରିବ। ଓକେ, ଅପରେସନ୍ ବ୍ରହ୍ମା ଅଣ୍ଡରରେ। ଏବଂ ଯଦି ଆପଣମାନେ ଦେଖିବେ ଯେ ଏମିତି ଇଣ୍ଡିଆର ଏୟାରଫୋର୍ସ ହିଁ ଏଇ ଅପରେସନ୍ ବ୍ରହ୍ମାଟାକୁ ଲଞ୍ଚ କରିଛି। ହେଇ ଦେଖନ୍ତୁ ଇଣ୍ଡିଆର ଗୋଟେ C-130J ଏୟାରକ୍ରାଫ୍ଟ ଇଏ ଏଇଥିରେ ସବୁ ଏଡ୍ ଗୁଡ଼ାକୁ ବା ରିଲିଫ୍ ଗୁଡ଼ାକୁ ଭର୍ତ୍ତି କରିକି ମିଆଁମାର ଅଲରେଡ଼ି ଡିସ୍ପାଚ୍ ହେଇକି ପହଞ୍ଚିଗଲାଣି। ଓକେ, ଲୋକମାନେ ଅଲରେଡ଼ି ପାଇଗଲେଣି। ତା ସହିତ ଏ ଯେଉଁ ଫାଷ୍ଟ ବ୍ୟାଚ୍ର ଏଇଟା ଯେ ଲଞ୍ଚ ହେଇଛି ସେଥିରେ କ'ଣ ନା 15 ଟନ୍ର ରିଲିଫ୍ ମେଟେରିଆଲ ତା ସହିତ ରେସ୍କ୍ୟୁ ପର୍ସନାଲ ଏବଂ ମେଡ଼ିକାଲ ଟିମ୍ ସବୁ କିଛି ଭାରତ ସାହାଯ୍ୟ କରିଛି କାହାକୁ ନା ମିଆଁମାରକୁ। ଓକେ, ତ ଆପଣମାନଙ୍କୁ ଲାଗୁଥିବ ଯେ କ'ଣ ପାଇଁ ମିଆଁମାରକୁ ଇଣ୍ଡିଆ ସାହାଯ୍ୟ କଲା। ଆମର ତ ମିଆଁମାର ସହିତ ବର୍ଡ଼ର ଇସ୍ୟୁ ହେଇଛି ଯେବେଠୁ ତାଙ୍କର ତକ୍ତା ପଲଟ ହେଇଛି, ତ କ'ଣ ପାଇଁ ନା ଦେଖନ୍ତୁ ତାର ପଛର ବି ଗୋଟେ କାରଣ ଅଛି। ମୁଁ ଯେତେବେଳେ କ'ଣ ପାଇଁ ଭୂମିକମ୍ପ ହୁଏ ସେଇଟା ବୁଝେଇବି ସେତେବେଳେ ବୁଝିପାରିବେ। ଓକେ, ତ ଫାଷ୍ଟ ଆପଣ ଟିକେ ମିଆଁମାର ବିଷୟରେ ଜାଣିଦିଅନ୍ତୁ। ଓକେ, ଯେ କ'ଣ ନା ମିଆଁମାରଟାର କ୍ୟାପିଟାଲ କ'ଣ। ମିଆଁମାରର କ୍ୟାପିଟାଲ ହେଉଛି ନାଇପାଇ ତାୱା। ଓକେ, ଏଇଟା 2006ରେ ଡିକ୍ଲେୟାର ହେଇଥିଲା। ଓକେ, ତା ପୂର୍ବରୁ କ'ଣ ଥିଲା ନା ୟାଲଗଲ। ଓକେ, ତା ସହିତ ନାଇବର କଣ୍ଟ୍ରି ଯଦି ଆମେ ଦେଖିବା ଇଣ୍ଡିଆ, ଚାଇନା, ବାଂଲାଦେଶ, ଥାଇଲାଣ୍ଡ, ଲାଓସ୍ ଏଗୁଡ଼ା ସବୁ ତାଙ୍କର ଅଛି ମାନେ ପଡ଼ୋଶୀ ରାଷ୍ଟ୍ର। ଏକ୍ଜାମରେ ଏଇଠୁ କ୍ୱେଶ୍ଚନ୍ ଆସିପାରେ ଯେ ପଡ଼ୋଶୀ ରାଷ୍ଟ୍ର ବେସ୍ର ପକାଇ ଦେଉଛି, ତ ମନେ ରଖିବେ। ତାପରେ ଯଦି ସି କଥା ଦେଖିବା କ'ଣ କ'ଣ ସମୁଦ୍ର ଆକୁ ଘେରିକି ଅଛି ତାହେଲେ ଗୋଟେ ହେଉଛି ଆଣ୍ଡାମାନ ସି ଏପଟେ ଆଉ ଗୋଟେ ହେଉଛି ବେ ଅଫ୍ ବେଙ୍ଗଲ। ଓକେ, ତ ମନେ ରହିଲା। ନେକ୍ସଟ ଆମର କ'ଣ ପାଇଁ ମିଆଁମାରରେ ଏମିତି ଫ୍ରିକ୍ୱେଣ୍ଟ ଆର୍ଥକ୍ୱେକ୍ ଦେଖାଯାଏ ତା ପଛର ରହସ୍ୟ କ'ଣ। ତ ସାଧାରଣତଃ ଆର୍ଥକ୍ୱେକ୍ ବହୁତ ସାରା କାରଣରୁ ହୋଇଥାଏ
ଯେମିତିକି ଟେକ୍ଟୋନିକ୍ ମୁଭମେଣ୍ଟ ହଉ, ଭଲକାନିକ୍ ଆକ୍ଟିଭିଟି ହଉ, କିମ୍ବା ବେଲ୍ ବେଡ୍ ଡ୍ରିଲିଂ ହଉ, କିମ୍ବା ଡେପ୍ସ କୋଲାପ୍ସ ହଉ, କିମ୍ବା ଆଉ କିଛି ଗ୍ଲାସିୟର ମେଲ୍ଟିଂ ହଉ, ବହୁତ ସାରା କାରଣ ପାଇଁ ଆର୍ଥକ୍ୱେକ୍ ହେଇଥାଏ। ବାକି ସବୁଠୁ ବେଶୀ ଆର୍ଥକ୍ୱେକ୍ କ'ଣ ପାଇଁ ହେଇଥାଏ ନା ଟେକ୍ଟୋନିକ୍ ମୁଭମେଣ୍ଟ ପାଇଁ। ଯଦି ଆମେ ଦେଖିବା ଆପଣ ଏଠି ପ୍ଲେଟ୍ ଟେକ୍ଟୋନିକ୍ର ମ୍ୟାପ୍ ଯଦି ଦେଖିବେ ତାହେଲେ ଇଏ ହେଉଛି କ'ଣ ନା ଇଣ୍ଡିଆନ୍ ମ୍ୟାପ୍, ଆଉ ଗୋଟେ ରହୁଛି କ'ଣ ନା ଆମର ୟୁରେସିଆନ୍ ପ୍ଲେଟ୍ ଇଏ। ଓକେ, ତ ଏଠି କ'ଣ ହେଉଛି ନା ଏଇ ଯେଉଁ ଇଣ୍ଡିଆନ୍ ପ୍ଲେଟ୍ଟା ଏଟା ରହିଛି ଇଏ ବର୍ଷକୁ 5 ସେଣ୍ଟିମିଟର ନର୍ଥ ସାଇଡ଼କୁ ମୁଭମେଣ୍ଟ କରୁଛି, ମାନେ ୟୁରେସିଆନ୍ ପ୍ଲେଟ୍ ସହିତ ଧକ୍କା କରୁଛି। ତ ଯେହେତୁ ଏଠି ଧକ୍କା କରୁଛି ତ ସେଥିପାଇଁ ଆମର ଯେଉଁ ହିମାଲୟାନ ରିଜନ୍ ଏଇପଟେ ଅଛି ସେ ଜାଗାରେ ଆର୍ଥକ୍ୱେକ୍ ଫ୍ରିକ୍ୱେଣ୍ଟଲି ଦେଖାଯାଏ। ଓକେ, ଆଉ ଯଦି ଏପଟେ ଦେଖିବେ ମିଆଁମାରଟା କେଉଁଠି ଅଛି, ଏଇ ଦେଖନ୍ତୁ ଏଇ ଲାଇନ୍ ପାଖରେ ହିଁ ଅଛି ପ୍ଲେଟ୍ ଟେକ୍ଟୋନିକ୍ର ଜଂସନ୍ ଲାଇନ୍ରେ। ତ ସେଥିପାଇଁ ଯେତେବେଳେ ବି ପ୍ଲେଟ୍ ମୁଭମେଣ୍ଟ ହେଉଛି ମାନେ ଫ୍ରିକ୍ୱେଣ୍ଟ ମୁଭମେଣ୍ଟ ହେଉଛି ସେତେବେଳେ କ'ଣ ହେଉଛି ନା ଆର୍ଥକ୍ୱେକ୍ ଦେଖାଯାଉଛି ମିଆଁମାରରେ। ତା ସହିତ ଏଇ ଅଲଗା ଅଲଗା ରିଜନ୍ରେ ବି ଆର୍ଥକ୍ୱେକ୍ ଦେଖାବାର ସମ୍ଭାବନା ଅଛି। ଆଉ ହିଷ୍ଟ୍ରି ବି ଯଦି ଦେଖିବା ଆର୍ଥକ୍ୱେକ୍ ବି ହେଇଛି ଏ ଜାଗାରେ। ଓକେ, ତ ସେଇ କଥା ଏଠି କୁହାଗଲା। ତ ଯଦି ଆପଣ 100 ବର୍ଷର ହିଷ୍ଟ୍ରି ଦେଖିବେ, ପାଖାପାଖି 100 ବର୍ଷ ଯଦି ଆମେ ଦେଖିବା ତାହେଲେ ଦେଖନ୍ତୁ ରେଡ୍ ସର୍କଲ୍ ଯେତିକି ଅଛି ଏଇ ଜାଗାରେ ସବୁଠୁ ଅଧିକା ଆର୍ଥକ୍ୱେକ୍ ଦେଖାଯାଇଛି। ଆଉ ଆପଣମାନେ ଜାଣିଥିବେ ଏଇ ଜଷ୍ଟ କହିଲି ଯେ ଏମିତି ପ୍ଲେଟ୍ଟା ଯାଇଛି ଇଣ୍ଡିଆନ୍ ପ୍ଲେଟ୍ଟା, ତ ଯେତେ ମୁଭମେଣ୍ଟ କରୁଥିବ ବର୍ଷକୁ ବର୍ଷ ଏଠି ଆର୍ଥକ୍ୱେକ୍ ଦେଖାଯିବ। ଓକେ, ଖାଲି ମିଆଁମାର ନୁହେଁ ସବୁ ରିଜନ୍ରେ ଦେଖାଯିବ। ତ ଏବେ ବୁଝିପାରିଲେ ତ କ'ଣ ପାଇଁ ଆମକୁ ମାନେ ହ୍ୟୁମାନିଟାରିଆନ୍ ଆଡ୍ ବା ରିଲିଫ୍ ବା ସାହାଯ୍ୟ କ'ଣ ପାଇଁ ତାକୁ ଦେବା ଦରକାର ନା ଏଥିପାଇଁ। ଦେଖନ୍ତୁ ଆର୍ଥକ୍ୱେକ୍ ଗୋଟେ ନ୍ୟାଚୁରାଲ୍ କାଲାମିଟି, ତାହାର କାହା ଉପରେ କଣ୍ଟ୍ରୋଲ ନାହିଁ ତାହାର। ଓକେ, କେହି କଣ୍ଟ୍ରୋଲ କରିପାରିବେନି ଆର୍ଥକ୍ୱେକ୍କୁ। ତ ଇଣ୍ଡିଆର ବି ଯେହେତୁ ଆମେ ପ୍ଲେଟ୍ ରିଜନ୍ରେ ବହୁତ ସାରା ଜାଗା ଅଛି ଆମର, ଦିଲ୍ଲୀ ହଉ ଗୁହାଟୀ ହଉ, ଓକେ ତ ଅଛି। ଆଉ ଯେତେବେଳେ ଆର୍ଥକ୍ୱେକ୍ ହେବ ଆମ ଇଣ୍ଡିଆର ବି ଯଦି ହେଲା ଭବିଷ୍ୟତରେ ତ ଆମେ ବି ବହୁତ ସିଭିୟର ଏଫେକ୍ଟ ପାଇବା। ଆଉ ଆମେ ସେତେବେଳେ ଆଶା କରିବା ଯେ ଆମର ପଡ଼ୋଶୀ ରାଷ୍ଟ୍ରମାନେ ଆମକୁ ସାହାଯ୍ୟ କରନ୍ତୁ। ଓକେ, ତ ଯଦି ତାଙ୍କ ଦୁଃଖ ଟାଇମ୍ରେ ଆମେ ସାହାଯ୍ୟ କରିବାନି ତ ଆମ ଦୁଃଖ ଟାଇମ୍ରେ ଆମେ କେମିତି ଏକ୍ସପେକ୍ଟ କରିବା ଯେ ସେମାନେ ଆମକୁ ସାହାଯ୍ୟ କରିବେ। ଓକେ, ତ ମାନବିକତା ଦୃଷ୍ଟିରୁ ଇଣ୍ଡିଆର ଯେଉଁ ନେଚର ଅଛି, ଗୋଟେ ଭାରତର ଗୋଟେ ପ୍ରତିଷ୍ଠା ବା ଆମର ଯେଉଁ ପରିଚୟ ଅଛି, ଯେଉଁ ଗୋଟେ ଛବି ଅଛି ତାକୁ ମେଣ୍ଟେନ୍ କରିବା ପାଇଁ ଏଠି ଦିଆହେଲା ଆମର ମିଆଁମାରକୁ ସେଭ୍ କରାଗଲା ବା ଦିଆଗଲା ସବୁ ପ୍ରକାରର ଆସିଷ୍ଟାନ୍ସ ହ୍ୟୁମାନିଟାରିଆନ୍ ବାଲା। ଓକେ, ସିମିଲାରଲି ଆପଣ ଯଦି ନ୍ୟୁଜ୍ କଣ୍ଟିନ୍ୟୁସ୍ ଫଲୋ କରୁଥିବେ ଯେ ଟର୍କି ବି ଆମକୁ ଗ୍ଲୋବାଲ୍ ପ୍ଲାଟଫର୍ମରେ ପାଲେଷ୍ଟାଇନ୍ ଇସ୍ରାଏଲ୍ ୱାର୍ ସହିତ ମାନେ ପାକିସ୍ତାନ ଆଉ ଯେଉଁ ଇଣ୍ଡିଆର କାଶ୍ମୀର ଇସ୍ୟୁକୁ ସେଭ୍ କରିଦେଇଥିଲା। ଓକେ, ତାପରେ ବି ଟର୍କିକୁ ଆମର ଯେତେବେଳେ ସେଠି ବି ଆର୍ଥକ୍ୱେକ୍ ହେଇଥିଲା ଇଣ୍ଡିଆ ସେଠି ସାହାଯ୍ୟ କରିଥିଲା, ବହୁତ ସାହାଯ୍ୟ କରିଥିଲା। ତ ଏଇଟା ମାନବିକତା ଦୃଷ୍ଟିରୁ ଏଠି କିଛି ଦେଶର ବର୍ଡ଼ର କି ଆମର ଯେଉଁ ଇସ୍ୟୁ ଅଛି ସେଗୁଡ଼ା ଦେଖାଯାଏ। ଏଠି ଚାଇନାରେ ବି ଯଦି ହେବ ଆଗକୁ ଆର୍ଥକ୍ୱେକ୍ ଇଣ୍ଡିଆ ବି ତାକୁ ବି ସାହାଯ୍ୟ କରିବ। ଓକେ, ତ ଏଇଟା ହେଉଛି ଗୋଟେ ଭଲ ଦେଶର ମାନେ କ'ଣ ପରିଚୟ, ବୁଝିପାରିଲେ। ତ ଜାଣିପାରିଲେ କ'ଣ ପାଇଁ ଇଣ୍ଡିଆ ପଠାଇଲା। ନେକ୍ସଟ ଆଉ କ'ଣ ରହୁଛି ନା ଆର୍ଥକ୍ୱେକ୍ କ'ଣ ପାଇଁ ବ୍ୟବହାର କରୁଛି ନା ଏଇଟା କଲିଜନ୍ ଜୋନ୍ରେ ରହୁଛି ଯେ ଇଣ୍ଡିଆନ୍ ପ୍ଲେଟ୍ ଆଉ ୟୁରେସିଆନ୍ ପ୍ଲେଟ୍ରେ ଯେଉଁଟା ଆମେ ଡିସ୍କସ୍ କଲେ। ଓକେ, ଆଣ୍ଡ ଦିସ୍ ଇଜ୍ ଅଲ୍ ଆବାଉଟ୍ ଦ ନ୍ୟୁଜ୍। ଆଗକୁ ବି ଦେଖିବେ ଯଦି ଆପଣ ନ୍ୟୁଜ୍ ରେଗୁଲାର ଫଲୋ କରୁଥିବେ ତାହେଲେ ଆ ଉପରେ ବହୁତ ସାରା ନ୍ୟୁଜ୍ ଆଗକୁ ଆସିବାର ଅଛି, ଅପଡ଼େଟ୍ ଆସିବାର ଅଛି। କ'ଣ ପାଇଁ ନା ଏତେ ପର୍ଯ୍ୟନ୍ତ ମୃତକଙ୍କ ସଂଖ୍ୟା କନଫର୍ମ ହେଇନି ଏବଂ ୟୁଏସ୍ ପ୍ରେଡ଼ିକ୍ସନ୍ କରିଛି ଯେ 10,000ରୁ ଅଧିକା ଲୋକଙ୍କର ମୃତ ସୁନିଶ୍ଚିତ, ମାନେ ସେମାନେ ଇଞ୍ଜର ହେଇଛନ୍ତି ସେମାନେ ହଉ କିମ୍ବା ଆହୁରି ଡିସ୍କଭର ହବାର ବଡି ଯେତେବେଳେ ସବୁ ମଲବା ଗୁଡ଼ା ହଟାଯିବ, ଯେତିକି ସବୁ ବିଲ୍ଡିଂ ଗୁଡ଼ା କଲାପ୍ସ ହେଇଛି। ତ ସେଥିପାଇଁ ଇଏ ପୁରା ହାଇଲାଇଟ୍ରେ ରହିବ ଏ ନ୍ୟୁଜ୍ଟା, ତ ରେଗୁଲାରଲି ଆକୁ ଫଲୋ କରୁଥିବେ। ଏବଂ ଆପଣମାନଙ୍କୁ ଯଦି ଆମର ଏଇ କରେଣ୍ଟ ଇଭେଣ୍ଟର ଯେଉଁ ଏକ୍ସପ୍ଲେନ୍ କରିକି ସିରିଜ୍ ଗୁଡ଼ା ଛଡ଼ା ହେଉଛି ଯଦି ଭଲ ଲାଗୁଛି ତାହେଲେ ଫ୍ରେଣ୍ଡସ୍ମାନଙ୍କ ସହିତ ସେୟାର କରିଦେବେ ଏବଂ କମେଣ୍ଟରେ ଜଣାଇବେ ଯେ ଆପଣମାନଙ୍କୁ ଆଉ ଅନ୍ୟ କୌଣସି ଟପିକ୍ ଉପରେ ଯଦି ଜାଣିବାର ଅଛି ଡିଟେଲରେ ନ୍ୟୁଜ୍ରେ ଯାହା ଅଛି ତାହେଲେ କମେଣ୍ଟରେ ଜଣାଇଦେବେ, ତା ଉପରେ ବି ଆମେ କ୍ଲାସ୍ ନେଇ ଆସିବା।